तो सांग मैंने मॉर्निंग टाइम रे गोटे भल डेस्टिनेशन को जदि टिफिन सेंटर पाई तो सांग मैंने वीडियो रे मु एमती गोटे टिफिन जोटी कि आप घर भी खाऊे आ पूरा घर स्टाइल ही रोचे आ बहुत ही अफोर्डेबल प्राइस रोचे आप मात्र 10 टकर से जिन ट्राए करेंगे आउ 10 टकर ऊपर को भी खाई पारे सेमती किसी असुविधा नहीं तो चलतु मौसा को पचार बुझा कौन केमती रोचे आमती प्रोसेस रोचे तो हेलो हाई नमस्ते केमती समस्ते आशा कर भल समस्ते तो जय जगन्नाथ मुझे सुनील आपको नहीं आसे गोटे नेक्स्ट वीडियो पूरा फ्रेश न्यू ब्लॉग रे चलतु वीडियो रहा এটা কোনটা বলছি এটা কোনটা এটা আনোটা আনোটা না হ্যাঁ এটাই মেন পিঠা চকুলি পিঠা এটা চকলি পিঠা নি হ্যাঁ চাউল ଆଉ ବିରିକୁ ମିଶେଇକି ପେସା ହେଇଛି এটা নুন হবো না মৌসা নমস্কার নমস্কার নাটা মৌসা আপনার পরেশ চন্দ্র নায়ক আচ্ছা কোন কোন আইটেম করନ୍ତି মৌসা আপন এটি আইটম এই তো এটি যাহা খালি চকুলিটা হଉଛି আজ্ঞা একা লোক ପାଇଁ আচ্ছা ନହେଲେ ଛୋଲେ ବଟର ସେଇ ଯୋଉ ବଡ ବଡ ପୁରୀ ହଉଥିଲା ହଁ ପକୁଡି ହଉଥିଲା ଆଚ୍ଛା ଆଉ ମୁଢିଟା ରହୁଥିଲା ଏତିକି ବା ଥିଲା ତେଣୁ ଆମେ ଏଇନା ଏକା ପାଇଁ ଆଉ କିଛି କରିପାରୁନି ଚକୁଳିଟା ଚାଲିଛି ଆଚ୍ଛା ସବୁ ପ୍ରସ୍ତୁତି କେଠି କରନ୍ତି ଏଗୁଡା ହଁ ଏଗୁଡା ଏଇ ଆମର ଏଇ ମାନେ ବାରିପଦା ଭିତରେ ସବୁ ପ୍ରସ୍ତୁତ କରାହଉଛି ଆଚ୍ছা ଜିନିଷକୁ କିଣି ଆଣିକିରି ଆଜ୍ଞା ଆମେ ହଲରରେ ଦେଇ ଦଉଛୁ ଚାଉଳ ଆଉ ବିରିକି ସେ ସେଠି ତିଆରି କରିକି ସେ ଦିଅନ୍ତି ହଁ ସେଟା ପେଶି ହେଇଗଲା ଆଜ୍ଞା ସେଇଟା ଆଣିକି ଆମେ ଏଇଠି ପାଣି ଲୁଣ ଦେଲେ ଆଉ ତାର ଭାଗ ମାପ କରିକି ତାକୁ ପିଠା ତିଆରି କରିଦେଲେ ଆଉ ଆଚ୍ଛା କିନ୍ତୁ ବେନର ଭେରାଇଟି ଆପଣଙ୍କର ତ ବହୁତ ରହୁଛି ଆପଣଙ୍କର ମାନେ ଏବେ ସେଟା ବନ୍ଦ ଅଛି କିନ୍ତୁ ହଁ ସେଗୁଡା ବନ୍ଦ ଅଛି ଆଚ୍ଛା ଆଚ୍ଛା କେତେ ବର୍ଷ ହେଲା ଆପଣ ଏଟା ଖୋଲିଛନ୍ତି ବେଶୀ ନାହିଁ 6 ମାସ ଆଉ 6 ମାସ ହେଇଗଲାଣି ହଁ ଆଇଡିଆ କେମିତି ଆସିଲା ମତେ ମାନେ ଏଇ ଜିନିଷଟା ହିଁ କରିବା ଦେଇକି ଏଟା ଗୋଟେ ପୁତୁରା କରିଛି ନା ଆଚ୍ଛା ଆଚ୍ଛା ସେଇ ପୁତୁରାର ତାର ଆଇଡିଆ ଏଟା ଖଟାଇଲା ଆଚ୍ଛା ମୁଁ ବାହାଘରିଆ କଲଫଲ ଏଇ ସବୁ ରୋଷେଇ କରୁଥିଲି ଆଜ୍ଞା ସିଏ ସେଇଠୁ କହିଲା ଯେ କାକା ଆଇନା ଏଇଠି ଗୋଟେ ଚକୁଳି ପିଠା କରିବା ବାରିପଦାରେ ତୁ ସେଇଠି ରହ କର ସବୁ ତ ସେ ଯେ କହିଲା ମୁଁ ଏଇଟା କରୁଛି ଆଉ କିନ୍ତୁ ଆଚ୍ଛା। ଚାଲିଛି ଭଲ ସେଲ ଚାଲିଛି ତ ଭଗବାନଙ୍କ ଦୟାରୁ ହଁ ଆଚ୍ଛା ରୋଷେଇ ଆପଣ ମାନେ ବାହାଘରେ ସବୁ ରୋଷେଇ ସବୁ କରୁଥିଲେ ନା ହଁ ସେତେବେଳେ କରୁଥିଲେ ବାହାଘରେ ସବୁ ରୋଷେଇ କରୁଥିଲେ ଆମର ଉପରେ ବଡ ବଡ ଆଚ୍ଛା ମାନେ ଥିଲେ ଆମ ରୁଷିଆ ତାଙ୍କ ସାଙ୍ଗରେ ଆମେ ଶିଖି ଯାଇଥିଲେ କେତେ ବର୍ଷ ଏକ୍ସପିରିଏନ୍ସ ଆପଣଙ୍କ ରୋଷେଇର ହଁ ତଥାପି ସେଟା ହେଇଯିବ 3-4 ବର୍ଷ 3-4 ବର୍ଷ ହେଇଯିବ ନା ଆପଣଙ୍କର ସବୁ ରକମ ଜାଣିଛନ୍ତି ତାହେଲେ ଆଉ ହଁ ଆଗକୁ ତାହେଲେ ମୋ ସାଇଡ୍ ଆହୁରି କଣ କଣ ଭେରାଇଟି କରିବେ ସେମିତି ଆଉ ଗୋଟେ ପିଲା ହେଲେ ଏଇ ଯୋଉ ଯାହା ଯାହା ଅଛି ଆଜ୍ଞା ସେଗୁଡାକ ବି କରିବା ବୋଲି ଚାଲିଛି ପ୍ରପୋଜାଲ ଆଚ୍ଛା ଆଚ୍ଛା ସେ ତ ଏପର୍ଯ୍ୟନ୍ତ ଗୋଟେ ପିଲା ପାରିନି ଆଜ୍ଞା ତାହେଲେ ଆପଣ ଏବେ ଏଇଠି ଏକା ହିଁ କରନ୍ତି ଏକା କରୁ ପୁରା ଏକ୍ସାକ୍ଟ ଲୋକେସନଟା କୋଉ ଜାଗାରେ ଆପଣଙ୍କର ଦୋକାନଟା ସେ ଜାଗାଟା ଏଇଟା ଆପଣଙ୍କର ଏଇ ଯେ ସିଟି କ୍ଲିନିଂ ରୋଡ ଆଚ୍ଛା ଆମର ଜନ ଔଷଧି କେନ୍ଦ୍ର ଆଜ୍ଞା ହେଲ୍ଥ କେୟାର ପୁରା ମାନେ ମଝିରେ टाइमिंग केमती रहुଛି ମୋ ଦୋକାନର टाइम आमे 7:30 आସୁଛେ ଆଜ୍ଞା ଆସିକି ଧୁଆ ଧୁଇ କରା ଯାଉଛି ଏଟା ଖୋଲା ପ୍ରୋସେସ କଲା ବେଳକୁ 8 8:30 ହେଇଯାଉଥିବ ଆପଣଙ୍କର ହଁ 8:30 ହେଇଯାଏ 8:30 ହେଇଯାଏ ଆଚ୍ଛା କେତେ କଣ ପ୍ରାଇस ରଖିଛନ୍ତି ମୋସା ଏ 2 ପିସ୍ କୁ ଗୋଟେ ପ୍ଲେଟ କୁହା ହଉଛି ଆଚ୍ଛା ଚାହିଁଲେ 10 ଟଙ୍କାର ବି ସମସ୍ତେ ଖାଇ ପାରିବେ ଏଟା ହଉଛି 20 ଟଙ୍କା ପ୍ଲେଟ 20 ଟଙ୍କା ପ୍ଲେଟ ନା ହଁ ଆଚ୍ଛା 20 ଟଙ୍କାରେ କେତେ ପିସ୍ ରହୁଛି 2 ପିସ୍ ତା ସହିତ ଘୁଗୁନି ହଁ ଘୁଗୁନି ଚାହିଁଲେ ଡବଲ ବି ନେଇ ପାରିବେ ନା କଣ ହଁ ସେଟା ନେଇ ପାରିବେ ନା ତାର କିଛି ଚାର୍जेस तार चार्ज किछि नै सही सांगरे तार सब सांगरे हां 20 टका रे सब गुनीटा भी खाई परबे डबल भी नै परबे हां जणे खाउची माने आ किंतु पीस गोटे 10 टका ताले तबडे दुना दबो केतो 2 पीस एटा मटर घुगनीटा ना हां बा एटा मटर घुगनी पूरा घर स्टाइल आपन पूरा तयारी चलछ हां एगोटा
बिना प्याज रसुण। बिना प्याज रसुण करछन एटा। हाँ अच्छा एठी सब रुगी फुगी खाउछन तो आज्ञा आज्ञा सेहिति पई। एटा प्लेट मो 10 टका ना। हाँ एटा 10 टका। 10 टका भाई टेस्ट केमती लागुଛି भाई? बोल भाई टेस्ट ଭଲ ଅଛି। କେତେ ଦିନ ହେଲା ଖାଉଛନ୍ତି ଭାଇ ଏଠି? एक मास ही लाओ ମାସ ଆଗକୁ ହେଇଗଲା ନା। କ'ଣ ନେଇଛନ୍ତି ଆପଣ? କ'ଣ ନେଇଛନ୍ତି? ये चोकली ଭଲ ଲାଗୁଛି ତ ଟେଷ୍ଟ ପୁରା पूरा एकदम चकाचक। ଚକାଚକ ତ? ଆଚ୍ଛା ଭାଇ ମତେ ଦୁଇଟା ଦେଇଦେନା ଚକୁଳି ଖାତ। ହେଇଗଲା ନା? ଆସିଯାଇଛି କମ୍ବିନେସନଟା ଦେଖିପାରୁଥିବେ ବହୁତ ବଢିଆ ଦେଖାଯାଉଛି ଆଉ ଷ୍ଟାଇଲଟା ପୁରା ଭାଇ ଘର ଷ୍ଟାଇଲର ହେଇଛି। ଏବେ ଟେଷ୍ଟ କରି କହିବା କେମିତି ଅଛି। ଚକୁଳିଟା ବଢିଆ ବହୁତ ସଫ୍ଟ ଅଛି ଭାଇ, ପୁରା ନରମ ନରମ ଅଛି, ବଢିଆ ଲାଗୁଛି ଦେଖିଲା ବେଳକୁ ଭାଇ ବଢିଆ ଲାଗୁଛି। ଭାଇ ବହୁତ 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 ବଢିଆ ହେଇଛି, ବହୁତ ବଢିଆ ହେଇଛି, ଗରମ ଅଛି ପୁରା ଭାଇ। ଲାଗିବ ହାଲକା ଟିକେ ରାଗ ରାଗ ଅଛି ତରକାରୀଟା। ତରକାରୀଟା ଯୋଉ ଭଳିଆ ହେଇଛି ଭାଇ ପୁରା ଘର ଷ୍ଟାଇଲ ହେଇଛି, ବହୁତ ବଢିଆ ବଢିଆ ବହଳିଆ ବି ହେଇଛି। ଆଉ ଖାଇଲା ବେଳକୁ ଭାଇ ଗୋଟେ ଜିନିଷ ଜଣା ପଡୁନି ଯେ ବିନା ପିଆଜ ରସୁଣ ବୋଲି। ଭାଇ ଆପଣ ଖାଇବେ ଥରେ ଜାଣିବି ପାରିବେନି ଯେ ବିନା ପିଆଜ ରସୁଣ। ମୁଁ ତ କହୁଛି ଥରେ ଭାଇ ଆସିକି ଥରେ ଟ୍ରାଏ କର। ଲୋକେସନ ଯଦି କହିବି ଟ୍ରାଫିକ ସ୍କୋୟାର ସିଦ୍ଧାନ୍ତ ଡ୍ରେସେସ୍ ଜଷ୍ଟ ସାମ୍ନା ଗଳିରେ ଆପଣଙ୍କର ମଉସାଙ୍କର ଦୋକାନ ଅଛି। ଥରେ ଆସିକି ଭିଜିଟ୍ କରନ୍ତୁ। 10 ଟଙ୍କା ହିସାବରେ ଭାଇ ବହୁତ ବଢିଆ ଅଛି। ଗୋଟେ ପିସ୍ 10 ଟଙ୍କା, 2ଟା ପିସ୍ ହେଲେ 20 ଟଙ୍କା।